शांति। गुरुर्ब्रह्मा गुरुर्विष्णुः गुरुर्देवो महेश्वरः गुरुरेव परं ब्रह्म तस्मै श्रीगुरवे नमः। समस्तजनकल्याणे निरतं करुणामयं नमामि चिन्मयं देवं सद्गुरुं ब्रह्मविद्वरं सद्गुरुं ब्रह्मविद्वरं। माया जहाँ विषय कही हबनी से कहते देखो जानिया भी दरकार। तो माया हूँ गोटे प्रश्न रूपा तेणु प्रश्न ଉପରେ प्रश्न କରିବା ଭଳିଆ ହବ। ତଥାପି ତାର ସ୍ୱରୂପକୁ ଜାଣିବା ଦରକାର। ତ ଏବେ 139 ରେ ଡାଇରେକ୍ଟ ଆମେ ଯିବା। କହୁଛନ୍ତି ମାୟାକୁ ଏଥିପାଇଁ ଆମେ ଜାଣୁଛୁ କି ତାକୁ ଆମେ ତ୍ୟାଗ କରିପାରିବା, ତାକୁ ଆମେ ହଟେଇ ପାରିବା। ଆଚ୍ଛା, ଆପଣ ମେଡିଟେସନରେ ବସିଛନ୍ତି, ଆପଣ ରିଲରେ କେତେବେଳେ ଦେଖୁଛନ୍ତି ଏ ଯୋଉ ଝିଅ ପିଲାମାନେ ପୁଅ ପିଲାମାନେ ଏମିତି ସବୁ ରିଲ କରୁଛନ୍ତି କୋଉ ନଦୀ ପାଖରେ ଇଏ ପାଖରେ ଗୋଟେ, ଏଇଟା ଆଇ ଡୋଣ୍ଟ ନୋ ଏଆଇ କି ସତରେ କୁମ୍ଭୀରଟା ଆସିଲା ଆଉ ଖଡ଼ାକ କି ତାକୁ ନେଇଗଲା, ସେ ତାର ଫଟୋ ଫଟୋ ଉଠାଉଥିଲା ହେଲା। ତ ସେମିତି ମୁଁ ଗୋଟେ କଳ୍ପନା କରିକି ଆପଣଙ୍କୁ କହୁଛି, ଏଇଟା ଯଦି ସେ ଜାଣିପାରୁନି, ଯେତେବେଳେ ଜାଣୁଛି ସେ ଛଟପିଟ ହଉଛି ମୁକ୍ତି ହେବା ପାଇଁ। କଳ୍ପନା କରନ୍ତୁ ଆପଣ ଗୋଟେ ସୁନ୍ଦର ଜାଗାରେ ବରଗଛ ତଳେ ଧ୍ୟାନ କରୁଛନ୍ତି। ଧ୍ୟାନ କଲା ବେଳକୁ ଗୋଟେ ସାପଟିଏ ଉପରୁ ମାନେ ଗୁରୁଣ୍ଡି ଗୁରୁଣ୍ଡି ହେଇକି ଆପଣଙ୍କ କୋଳକୁ ଆସିଗଲାଣି। ଆପଣ ଭାବିଲେ ବୋଧେ କଣ ଗୋଟେ, ବୋଧେ ମୋର ଯୋଉ ଅଙ୍ଗ ବସ୍ତ୍ର କପଡା ଏମିତି ଗୋଟେ କଣ ଗୋଟେ ପଡିଛି ହେଲା। ଯେତେବେଳେ ମାୟାକୁ ଜାଣି ନାହାନ୍ତି, ମାନେ ସାପକୁ ଜାଣି ନାହାନ୍ତି ମୁଁ ମାୟାକୁ ଆସିବି, ସେତେବେଳେ ସାପ ଆପଣଙ୍କ ପାଖରେ ଥାଇଲେ ମଧ୍ୟ କିଛି ମାନେ ସିଏ ବି ପ୍ରୋବ୍ଲେମ କରୁନି, ଆପଣ ବି ଡରୁନାହାନ୍ତି। ଯେତେବେଳେ ସାପ ଅଛି କୋଳରେ ଦେଖିଲେ ଜାଣିଲେ, ସେତେବେଳେ ତୁରନ୍ତ ଅଟୋନମସ୍ ଯୋଉ ସିଷ୍ଟମ ନର୍ଭସ ସିଷ୍ଟମ ଅଛି, ହାତ ଯିବ ଖଡ଼ାକ କି ବାହାରିଯିବ, ୟା ତ ଉଠିଯିବେ, ଯେତେବେଳେ ଉଠିଯିବେ ସେତେବେଳେ ପଡ଼ିଯିବ। ଇଏ କୌଣସି ବ୍ୟକ୍ତି ବିଚାର କରିବ ନାହିଁ, ହେ ସର୍ପ ମହାରାଜ ତମେ କେତେ ସମୟରୁ ଆସିଲଣି, ମୁଁ 40 ମିନିଟର ଧ୍ୟାନ କଲିଣି, ତମେ ବୋଧେ ଲଗଭଗ ଜଣା ପଡୁଛି 20 ମିନିଟ ହେଲାଣି ଆସିଲଣି, ତମେ ଆସିଲ କୋଉଠୁ, ଏମିତି କିଏ ପଚାରିବନି। ଏମିତି କିଏ, ଅର୍ଥାତ୍ ମାୟାର ନିରୂପଣ ଏଥିପାଇଁ ଆମେ କରୁଛୁ ତାକୁ ତ୍ୟାଗ କରିବା ପାଇଁ। ସାପରୁ ଏକ୍ଜାମ୍ପଲ ନିଅନ୍ତୁ, ସାପକୁ ନ ଜାଣିବା ପର୍ଯ୍ୟନ୍ତ ସାପର ଭୟ ଆଦି କିଛି ଅନୁଭବ କରିହେବନି। ଯେତେବେଳେ ଆମେ ସାପକୁ ଜାଣିଦେଲେ ତୁରନ୍ତ ହଟେଇବା ପାଇଁ ଚାହିଁବା ନା, ହଁ ବାସ୍। ମାୟାକୁ ଏଥିପାଇଁ ଜାଣିବା ପାଇଁ ଦରକାର, ଆବଶ୍ୟକ, ହଟେଇବା ପାଇଁ। 139ରେ ଏହା ହିଁ କହୁଛନ୍ତି ହେଲା। ବିସ୍ମୟୈକ ଶରୀରାୟ विस्मयैकशरीराय मायायाश्चोद्यरूपतः मायायाश्चोद्यरूपतः अन्वेष्य परिहारोऽस्य अन्वेष्य परिहारोऽस्य बुद्धिमद्भिप्रयत्नतः। बुद्धिमद्भिः प्रयत्नतः। ମାୟା ପ୍ରଶ୍ନ ରୂପା ନିଜେ, ମାୟା ବିଷୟରେ କୋଶ୍ଚିନ୍ ନିଶ୍ଚୟ ରହିବ। ପ୍ରଶ୍ନ ରୂପ ମାନେ କଣ ରହିଲେ, କୋଶ୍ଚିନ୍ ରହିବ, ପ୍ରୋବ୍ଲେମ ରହିବ। ଯେମିତି କହିଲେ ନା ହୁଇସ୍
in which subject problems are there? Mathematics. ସେମିତି ମାୟା ମାନେ ପ୍ରଶ୍ନ ରୂପ। ये ମାୟା କଣ କୋଉଠୁ ଆସିଛି, କଣ କରୁଛି ସେ? ଆଶ୍ଚର୍ଯ୍ୟଭୂତା। इसलिए ଏଠି କହୁଛନ୍ତି ବିସ୍ମୟ ଭୂତା। ଏ ପ୍ରଶ୍ନ ହେବାରୁ, ପ୍ରଶ୍ନ ଚିହ୍ନରୁ, ପ୍ରଶ୍ନ ଯୋଗୁଁ ଏ ବିସ୍ମୟ, ଆଶ୍ଚର୍ଯ୍ୟ, ବିସ୍ମୟ, ୱାଣ୍ଡର। ୱାଣ୍ଡର, ବିସ୍ମୟ ମାନେ କଣ? ଯାହା ବିଷୟରେ କିଛି କହିହବନି। ମାୟାର ପରିହାର ବୁଦ୍ଧିମାନ ମନୁଷ୍ୟ କରିବା ଉଚିତ। ଯେ ବୁଦ୍ଧିମାନ ମନୁଷ୍ୟ, ବୁଦ୍ଧିମାନ, ବିଦ୍ୱାନ ନାତି ବେଦ। ମୁଣ୍ଡକ ଉପନିଷଦରେ କହୁଛନ୍ତି ସିଏ ବିଦ୍ୱାନ ଯିଏ ଅଜ୍ଞାନକୁ ହଟେଇ ଦିଏ ଏବଂ ଜାଣିଦିଏ କି ସବୁ ପରମାତ୍ମା द्वारा व्याप्त सब। तो बुद्धिमान मनुष्य को कौन करवा उचित? अन्वेषण करवा उचित, विचार करवा उचित। बस पर्पस कौन? माया को हटेवा पे, माया को रखिया पे नु, माया को हटेवा पे। ये तद बुद्ध्वा बुद्धिमान स्यात्। जो बुद्धिमान ये कहते गीतारे कही दी ऑलरेडी। ये तद बुद्ध्वा बुद्धिमान स्यात् कृतकृत्यश्च भारत। एणु आको अन्वेषण करवा उचित, माया कौन, कोठा आसिला। माया दी प्रकार, गोटे हूँ विद्या माया, गोटे हूँ अविद्या माया। विद्या माया भगवान का अंडर रे, अविद्या माया अंडर रे आमे। बस तू जुमे मुझमें बस भेद यही, मैं जगत के हाथों में, जगत तुम्हारे हाथों में। अब सौंप दिया इस जीवन को, सब भार तुम्हारे हाथों में। मैं नर हूं, तुम नारायण हो। तुझमें मुझमें बस भेद यही, मैं जगत के हाथों में, जगत तुम्हारे हाथों में। मु नर, तुम नारायण। तम भितर मो भितर या फरक। मु जगत भितर अच्छे और जगत तुम्हारे भीतर। मु जगत अंडर रे अच्छे और तुम्हारे अंडर रे जगत। तेणु विद्या माया भगवान अंडर रे, अविद्या माया द्वारा आम माने एमती सब जानिबा दरकार एवं अविद्या को हटेबा पई चेष्टा, अन्वेषण करबा उचित। अन्वेषण माने रिसर्च। अन्वेषण, आपण देख शब्द को देखो, ईषण माने देखिबा। बर्तमान आम देखि पारुनु, तो रिसर्च द्वारा देखी होची। एबे रिसर्च जने करूची साइंटिस्ट, जहाँ साधारण व्यक्ति देखी पारेनि से देखी दियंती, ताही रिसर्च हुए। रिसर्च रे से हुए। इवन डॉक्टरेट भी नियंती, जने रिसर्च भी करते। तामाने कौन साधारण व्यक्ति जानी पारेनि, सी कौन से सब्जेक्ट नहीं कि सी गोटे अलग आउटलुक देले, सी विचार करेले। एमती नहीं कि पार्लियामेंट को गोटे बहीटे देखौछन, से बहीटा ऊपर कभरटा अच्छे, भीतर किसी ना, एन सब चलছে। ମାନେ ଭୁଲ ତ ସବୁ ଆମ ମାନଙ୍କର, ଆମ ମାନେ ପଠଉଛୁ ଏମିତିଆ ସବୁ ମୂର୍ଖ ଦଳ ମାନଙ୍କୁ। ସେମାନେ ସମୟ ନଷ୍ଟ କରୁଛନ୍ତି। କେତେ କରୋଡ଼ ଟଙ୍କା ନଷ୍ଟ ହଉଛି, ଏତିକି ଘଣ୍ଟା ଏଇ ବର୍ଷ ଭିତରେ ଲସ୍ ହେଲାଣି। 2000 ଘଣ୍ଟା ସମଥିଙ୍ଗ, ଆଇ ଡୋଣ୍ଟ ନୋ, ଭାବିବାକୁ ପଡ଼ିବ କେତେ। ଏତିକି କରୋଡ଼ ଏତିକି ଘଣ୍ଟାରେ ନଷ୍ଟ ହଉଛି। अब जो समय जहाँ कहवा कथा भी जाना दरकार। बजेट समय बजेट कहवा उचित, सभापति अभिभाषण पर जहाँ कहवा उचित नहीं। और जुडो कराटा विषय कथबार्ता चलती। तेणु मूर्खादिराज
କଣ ନିଜେ କହୁଛନ୍ତି ସେ ଜଣା ନାହିଁ ତାଙ୍କ ମଧ୍ୟରେ। ତ ସେ ବୁଦ୍ଧିମାନ ହେବେନି ଆଉ। ବୁଦ୍ଧିମାନ ସେ ତ ଅବୋଧ ବାଲକ। ଅନ୍ୱେଷଣ ବଡ ସୁନ୍ଦର। ଯାହା ସାଧାରଣ ବ୍ୟକ୍ତି ଦେଖନ୍ତିନି ସିଏ ଗୋଟେ ନୂଆ ଜିନିଷଟେ ଦେଖୁଛନ୍ତି। ତାହା ହଉଛି ରିସର୍ଚ୍ଚ, ତାହା ହଉଛି ଅନ୍ୱେଷଣ। ଅନୁଈଷଣ, ଈଷଣ ପଛରେ ସାଧାରଣ ଲୋକ ଦେଖୁଛନ୍ତି, ତା ପଛରେ ଆଉ ଗୋଟେ କିଛି ଦେଖୁଛନ୍ତି, ସେଥିପାଇଁ ଅନୁଈଷଣ, ଅନ୍ୱେଷଣ, ରିସର୍ଚ୍ଚ, ଗବେଷଣା କହନ୍ତି। ହୁଁ। ଏ ଗବେଷଣା ଶବ୍ଦ ବड़ा ଇଣ୍ଟରେଷ୍ଟିଂ। ଗବେଷଣା ମାନେ ଗୋ ଗୋ ମାନେ ଇନ୍ଦ୍ରିୟ, ଇନ୍ଦ୍ରିୟ ଦ୍ଵାରା ଦେଖିବ। ଅର୍ଥାৎ ତମର ପର୍ସନାଲିଟିକୁ ତମେ ପୁରା ଡେଡିକେଟ କରିବ ଦେଖିବା ପାଇଁ, ତାହା ହିଁ ଗବେଷଣା ହବ। ତେଣୁ ତମେ ବିଚାର କର। ଏଣୁ ଏ ମାୟା ବିଷୟରେ ବିଚାର କରିଦେବା ଦରକାର, ତାକୁ ନିଶ୍ଚୟ କର। ମାୟା ଲକ୍ଷଣ କଣ ବି ଜାଣ। 140 ମାୟା ତ୍ୱମେବ ନିଶ୍ଚେୟମ୍ माया त्वमेव निश्चयम् इति चेतरि निश्चिनो इति चेतरिनिश्चिनो लोक प्रसिद्ध मायायाः लोकप्रसिद्धमायायाः लक्षणं यत्तदीक्षताम् लक्षणं यत्तदीक्षताम्। ମାୟାତ୍ୱମ୍, ମାୟାର ମାୟାତ୍ୱମ୍, ଜଳର ଜଳତ୍ୱମ୍, ଦ୍ରବ୍ୟର ଦ୍ରବ୍ୟତ୍ୱମ୍, ଅଗ୍ନିର ଉଷ୍ଣତ୍ୱମ୍, ସ୍ୱରୂପ ତାର ସ୍ୱଭାବ। ମାୟାର ସ୍ୱଭାବ ଜାଣିବା ଦରକାର। ମାୟାତ୍ୱ, ମାୟାର ସ୍ୱଭାବ କଣ? ଅନିର୍ବାଚ୍ୟ। ମାୟାର ସ୍ୱଭାବ କଣ? ଯୋଉଟା ନାହିଁ ତଥାପି ଦେଖାଉଛି, ୟା ମା ସା ମାୟା। ନାହିଁ କିନ୍ତୁ ଦେଖାଯାଉଛି। ମାୟାତ୍ୱମେବ ନିଶ୍ଚେୟମ୍ ଇତି ଚେତ୍ ତରିହି ନିଶ୍ଚିନୁ। ତାକୁ ବେଦାନ୍ତ ପକ୍ଷରେ ବିଚାର କରିବାକୁ ପଡିବ। ଲୋକ ପ୍ରସିଦ୍ଧରେ ଯୋଉ ମାୟାର ଲକ୍ଷଣ କୁହାଯାଇଛି ତାକୁ ନେଇକି ବିଚାର କର। ମାୟା କଣ? ଲୋକ ପ୍ରସିଦ୍ଧରେ ବାନ୍ଧି ଦଉଛି। ମାୟା ସତ୍ୟତା ବୋଲି ମାନୁଛନ୍ତି, ତାର ସ୍ୱରୂପକୁ ସତ୍ୟତା ବୋଲି ଭାବୁଛନ୍ତି। ତାକୁ ନେଇକି ବିଚାର କର। ଅଜ୍ଞାନୀ ବ୍ୟକ୍ତି ଭାବୁଛି ମାୟା ସତ୍ୟ। ତମେ ବିଚାର କର, ତର୍କ କର, ଦେଖିବ କି ମାୟାର କୌଣସି ସ୍ୱରୂପ ବାହାରିବନି। ନିର୍ବାଚ୍ୟ, ସତ୍ ବି ନୁହଁ ଅସତ୍ ବି ନୁହଁ। ସତ୍ ଏଥିପାଇଁ ନୁହଁ, ଜ୍ଞାନ ହେଇଗଲା ପରେ ହଟି ଯାଉଛି, ବିଚାର ନା ସହତେ। ଅସତ ଏଥିପାଇଁ ନୁହଁ, ଆମକୁ ପ୍ରଭାବିତ କରୁଛି। ଅସତ କାହାକୁ ବି ତକଲିଫ ଦବନି, ପ୍ରଭାବିତ କରେଇବନି, ଏଫେକ୍ଟ କରେଇବନି, କିନ୍ତୁ ମାୟା ଏଫେକ୍ଟ କରୁଛି। ଏଣୁ ଅସତ ବି ନୁହଁ। न सत न असत इज इक्वल टू अनिर्वाच्य। अच्छा, ଇଏ ହଉଛି ତାର ନିୟମ, ଜାଣିବା ଦରକାର। ପୂର୍ବ ପକ୍ଷୀ କହୁଛି ସର୍ବପ୍ରଥମ ତ ମାୟାତର ନିଶ୍ଚୟ କରିବା ଦରକାର ନା, ତାପରେ ନିରାକରଣ ପାଇଁ କହୁଛନ୍ତି। ଆପଣ କୋଶ୍ଚିନ୍ ଅନୁସାରେ ଦେଖନ୍ତୁ। ପୂର୍ବ ପକ୍ଷୀ ମାନେ ଯେ ପ୍ରଶ୍ନ ପଚାରୁଛି कि हमें निश्चय करे, करो किसी असुविधा नहीं, उसी को ही निश्चय करो। ମାୟାର ଯୋଉ ଲକ୍ଷଣ ସାରା ସଂସାର ଜାଣୁଛି, ତମେ ଜାଣ କଣ ମାୟାର କଣ? ଇନ୍ଦ୍ରଜାଲ, जादू विद्या, गरुड़ विद्या, यही तो मायर लक्षण संसार रे। जादूगर को पचार तुम्हें जो सब देखौछ तुमर अच्छी
ସତରେ ଅଛି ବାସ୍ତବିକ ନା। ଏଇଟା ମୁଁ ତ ନିଜେ ଅନୁଭୂତି 1984-85 କିଏ ଜଣେ କହୁଥିଲା କି ସ୍ୱାମୀଜୀ ଟିକେ କୁହନ୍ତୁ ଆପଣଙ୍କ ବିଷୟରେ, ଆପଣଙ୍କ ବିଷୟରେ। 1985ରୁ 83ରୁ ମୁଁ ପଳେଇଗଲି 84-86 କୋର୍ସ ଚାଲିଥିଲା। 85ରେ ପୁରା ବେଦାନ୍ତର ଚରମ ମାୟା ବିବେକ ଚୂଡ଼ାମଣି ସବୁ ବିଷୟରେ ଚାଲିଛି ସେଇ ସମୟରେ। ଜଣେ ବନାରସର ଜଣେ ୟଙ୍ଗ ଲड़का ଯାଦୁଗର ସେ ଆସିଲା। ଏଇଟା କହିଛି ମୁଁ କୋଉ କଥାରେ ଆପଣଙ୍କୁ, ଆଉ ଥରେ ଶୁଣିବ ମଜା ଆସିବ। ତ ଆଚାର୍ଯ୍ୟ ଯିଏ ଥିଲେ ପରମିଶନ ଦେଲେ ରହିବା ପାଇଁ, ବହୁତ ଦିନ ରହିଛନ୍ତି, ମୋର ମନେ ପଡୁଛି 15 ଦିନ ଖଣ୍ଡେ ରହିଛନ୍ତି। ତେଣୁ ଆମମାନଙ୍କର ଯେଉଁ ଡର୍ମିଟରୀ ଥିଲା, କମ୍ ଷ୍ଟୁଡେଣ୍ଟ ହେଇଗଲାଣି, ବର୍ଷଟେ ହେଇଗଲାଣି ତ କମିଯିବେ। ତେଣୁ ସେଇ ଡର୍ମିଟରୀରେ ମୁଁ ଯେଉଁଠି ରହୁଥିଲି ମୋ ପାଖରେ ହିଁ ତାଙ୍କୁ ଦିଆଗଲା। ଯେତେ ହେଲେ ଯାଦୁଗର ଶୁଣନ୍ତି ପ୍ରବଚନ, ମଝିରେ ମଝିରେ ଗୁରୁଜୀଙ୍କ ଆଚାର୍ଯ୍ୟଙ୍କ ପାଖକୁ ଯାଆନ୍ତି, ପ୍ରଶ୍ନ ପଚାରନ୍ତି, ଗପସପ କରନ୍ତି ପ୍ରଶ୍ନ। ଦେନ୍ ରିକ୍ୱେଷ୍ଟ ବୋଧେ କରିଥିବେ ମୁଁ ଆଉ 3-4 ଦିନ ପରେ ପଳେଇଯିବି, ମୁଁ ଟିକେ ଦେଖିବା ପାଇଁ ଚାହୁଁଛି। ଯାଦୁଗର ମ୍ୟାଜିସିଆନ୍ ଥିଲା ନା, ତ ମ୍ୟାଜିକ୍ ଦେଖେଇବ। ତାହେଲେ ଠିକ୍ ଅଛି, ଦେଖାଅ। ଦେନ୍ ଆମର ଟିକେ ଗୁରୁଜୀ ଆଚାର୍ଯ୍ୟ ଦୟା କରିକି ସେ ଯେଉଁ କର୍ଡ଼ ଥିଲା ସେଇ କର୍ଡ଼ର ନର୍ସ ଆଦି ସମସ୍ତଙ୍କୁ ଇନଭାଇଟ୍ କରିଦେଲେ କି ସନ୍ଧ୍ୟାବେଳେ ତୁମେ ଆସିବ, ଦେଖିପାରିବ। ସନ୍ଧ୍ୟାବେଳେ ଯେଉଁ ସତ୍ସଙ୍ଗଟା ବନ୍ଦ ହେଲା, ଏବଂ ଆଖପାଖରେ ଯେଉଁ ବୁଢ଼ା ବୁଢ଼ୀ ସବୁ ଜମଜଦୁର କାମ କରନ୍ତି ସିଦ୍ଧଗଡ଼ର, ସେମାନଙ୍କୁ ବି କହିଲେ, କିଛି ଲୋକ ଆସିଥିଲେ। ହଲ୍ ଯାହା ହଉ ଗୋଟେ ରକମର ଫୁଲ୍ ଥିଲା। ଗୁରୁଜୀ ବସିଛନ୍ତି ଚେୟାରରେ, ଆମ ଆଚାର୍ଯ୍ୟ, ଆମେମାନେ ସବୁ ତଳେ ବସିଛୁ। ତାପରେ ପଛପଟେ ବୁଢ଼ାବୁଢ଼ୀ ଲୋକ ପଛରେ ଚେୟାରରେ ବସି, ସିଏ ତାର ଷ୍ଟେଜ୍ ପାଖରେ ଷ୍ଟାର୍ଟ କଲା। ସେ ଅନେକ ଶୋ ଦେଇଥିବ, ସେମିତି ଯେମିତି ଜେନେରାଲ କମନ ଏମିତି ଏମିତି କରନ୍ତି, ରୁମାଲ ଫୁମାଲ କରନ୍ତି, ଫୁଲ ଧରନ୍ତି, ଫୁଲରୁ ବାହାରିଯିବ ଫୁଲ। ପ୍ରଥମେ ରୁମାଲଟା ଏମିତି ଦେଖିବେ, କିଛି ନାହିଁ, ତାପରେ ଏମିତି କରିଦେବେ, ଫୁଲ ବାହାରିଗଲା, କବୁତର ବି ବାହାରିଲା, ଫିର କବୁତରକୁ ଉଡ଼େଇବାକୁ ପଡ଼ିବ, ଫିର ଭିତରକୁ କରିଦେବେ, କବୁତର ଗାଏବ, ଫିର ଫୁଲ, ଆଉ କେବେ କେମିତି ନାହିଁ। ଏମିତି ସବୁ ଅନେକ ଛୋଟ ମୋଟ ଯେମିତି ଦେଖେଇବା କଥା ଦେଖେଇଲା। ହେଲା, ଏବେ କ'ଣ ହେଲା, ମୋତେ ଡାକିଲା ସେ। ମୁଁ ତ ଭଲ ପାଏ ତାଙ୍କୁ, ସିଏ ବି ମୋତେ ଭଲ ପାଆନ୍ତି, କେତେବେଳେ କେମିତି ତାଙ୍କୁ ହେଲ୍ପ କରେ, କିଛି ଦରକାର ଇଏ ସିଏ ମୋତେ ଡାକିଦେଲା। ଆଉ ମୁଁ ବ୍ରହ୍ମଚାରୀ, ହ୍ୱାଇଟ୍ ବ୍ରହ୍ମଚାରୀ, ମୁଁ ଆସିଲି, ଠିଆ ହେଲି। ଦେନ୍ ସେ ତାଙ୍କର ମ୍ୟାଜିସିଆନ୍ ଷ୍ଟାଇଲ୍ରେ କହିବାକୁ ପଡ଼ିବ କି ଦେଖନ୍ତୁ, ମୁଁ ବ୍ରହ୍ମଚାରୀଙ୍କୁ ରସଗୋଲ୍ଲା ବର୍ତ୍ତମାନ ଖୁଆଇବି। କହିଲେ ଡବାରୁ ରସଗୋଲ୍ଲା ଆଣିଲେ। କହିଲେ ଏମିତି ଛୋଟ ଛୋଟ କରିବେନି, ଆପଣ ପୁରା ଟୋଟାଲ ରସଗୋଲ୍ଲାକୁ ଖାଇଦେବେ, ଆଁ କରନ୍ତୁ ଜୋରରେ। ତ ମୁଁ ସତରେ ଆଁ କଲି, ଆଉ ରସଗୋଲ୍ଲା ଆସିଲା। ମୁଁ ରସଗୋଲ୍ଲା ଖାଇଲି, ଓକେ। ଦେନ୍ ମୁଁ ଖାଇଛି, ଟିକେ ରହିଛି, ଏ କହିଲେ 1 ମିନିଟ୍, ମାନେ ପୁରା ଭିତରକୁ ଯାଇନି, କିଛି ଅଛି କଣ୍ଠ ପାଖରେ। 1 ମିନିଟ୍ ଆଁ କରନ୍ତୁ, ରସଗୋଲ୍ଲା ସେ ଦେଖୁଛନ୍ତି, ମୁଁ ଦେଖିପାରୁନି, କିନ୍ତୁ ଅନୁଭବ କରୁଛି ରସଗୋଲ୍ଲା ଅଛି କଣ୍ଠରେ। ମାୟା ବିଷୟରେ ଶୁଣନ୍ତୁ, ବड़ा ଇଣ୍ଟରେଷ୍ଟିଂ। ସିଏ ହାତ ଟିକେ ଏମିତି ଦେଇକି ବାହାର କଲା ବେଳକୁ ରସଗୋଲ୍ଲା କ'ଣ ବାହାରିବ ଆଜ୍ଞା, ବ୍ଲେଡର କତାର ବାହାରିଲା। କତାର ବୁଝୁଛନ୍ତି, ଗୋଟେ ପରେ ବ୍ଲେଡ 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 ହେଇଗଲେ। କିଛି ବ୍ରହ୍ମଚାରିଣୀ ଯିଏ ମୋତେ ଭଲ ପାଉଥିଲେ, ସିଏ ଦୁଃଖୀ ହେଇଗଲା, ରେ କ'ଣ ହେଲା କ'ଣ ନାହିଁ, ଯଦି ଇଏ ହବ। କେତେ ଜଣ ତ ଥିବେ ନା ଭିଲିଆନ ଟାଇପ୍ର ଥିଲେ, ଗୋଟେ ଦୁଇଟା, ସିଏ ମନେ ମନେ ଖୁସି। ବେଶୀ ଦେଖେଇ ହେଉଛି ମନିଟର, ମୁଁ ମନିଟର ବି ଥିଲେ, ବଢ଼ିଆ। ଯଦି ଲାଗିଲା ଆକୁ ପୁରା, ଆଉ ବେଶୀ କଥାବାର୍ତ୍ତା ବି ହେଇପାରିବନି। ଗୁରୁଜୀ ଯାହା ପ୍ରଶ୍ନ ପଚାରୁଛନ୍ତି ଉତ୍ତର ବି ଦେଇଦେଉଛି, ଶ୍ଲୋକ ବି କହୁଛି, ଯଦି ବ୍ଲେଡ୍ କାଟିଗଲା ଆଉ କିଛି କରିପାରିବ, ଆମକୁ ବଢ଼ିଆ। ସେମାନେ ଭାବୁଥିବେ ଏଇଟା ମୁଁ ଏବେ କହୁଛି ଆପଣଙ୍କୁ, ଆଇ ଡୋଣ୍ଟ ନୋ। ପରେ ଜଣ ଟିକେ ଭଲ ପାଉଛନ୍ତି, ମୋତେ ଦେଖେଇଲେ, ଆଁ କଲୁ, ଆହୁରି ଏମିତି ସେମିତି ସବୁ କଲେ। ବର୍ତ୍ତମାନ ଯେମିତି ବ୍ଲେଡ୍ ବାହାରିଲା, ବହୁତ ସମୟ ଏମିତି, ତାପରେ ସେ ଏମିତି କରିକି ଲାଷ୍ଟ ତକ କରିଦେଲେ। ତାପରେ କହିଲେ କିଛି ଅନୁଭବ କରୁଛନ୍ତି, ରସଗୋଲ୍ଲା ବାକି ଅଛି ନା? ହଁ, ଖାଇଦିଅନ୍ତୁ। ଦେନ୍ ପାଣି ଦେଲେ।
ଠିକ। ଆଉ କିନ୍ତୁ ବହୁତ ସମୟ ପର୍ଯ୍ୟନ୍ତ ନା, ରାତିରେ ହେଇଥିଲା, ମୁଁ ଖାଇକି ଶୋଇଲି, ମତେ କେମିତି କେମିତି ଲାଗୁଥିଲା ସମଥିଙ୍ଗ, ମୁଁ ଅନୁଭବ କରୁଛି। ନେକ୍ସଟ ଡେ କ୍ଲିୟର। ବର୍ତ୍ତମାନ କୁହନ୍ତୁ, ବ୍ଲେଡଟା ଆସିଲେ କୋଉଠୁ? ରସଗୋଲା ସତ୍ୟ, କାରଣ ସେ ମାର୍କେଟ ସନ୍ଧ୍ୟାବେଳକୁ ଯାଇଥିଲେ, କିଣିକି ଆଣିଛନ୍ତି, ଗୋଟେ ଡବାରେ ରଖୁଥିଲେ, ଏଇଟା ମୁଁ ଦେଖିଛି, ପାଖର ରୁମ୍ରେ ଥିଲେ ନା। ସେତେବେଳେ ସେ ରସଗୋଲା ଦେଇନାହାନ୍ତି, ସେ ଆଣିଛି ଯେ ତିନି ଚାରିଟା ଆଣିଥିଲା, ଆଣିଛନ୍ତି ଯଦି ଗୋଟାକୁ ଗୋଟେ ରସଗୋଲା ହିଁ ନେବାକୁ ପଡ଼ିବ। ପରେ ଏଗେନ୍ ଅରିଜିନାଲ ରସଗୋଲା ମୋତେ ରାତିରେ ବି ଦେଇଛନ୍ତି ଆଉ ଥରେ, ତ ମୁଁ ଦୁଇଥର ଖାଇଛି, ଗୋଟେ ଷ୍ଟେଜରେ ଆଉ ଏଇଟା, ଦୁଇଟା ଯାକ ସମାନ ରସଗୋଲା। ବର୍ତ୍ତମାନ ସେଇ ଯୋଉ ରସଗୋଲାରୁ ସେ ବ୍ଲେଡ ବାହାର କଲେ, କାଇଁ ବ୍ଲେଡ କେମିତି ଦେଖାଯାଉଥିଲା, ସେ ନିଜେ ବାହାର କରିଛନ୍ତି ହାତରୁ। ବ୍ଲେଡ ଗୋଟେ ବ୍ଲେଡ ସହିତ ଯୋଡ଼ି ଯାଇଛି, ରସି ନାହିଁ କିନ୍ତୁ ଯୋଡ଼ା, ଯେମିତି ଗୋଟେ ବ୍ଲେଡ ଯୋଡ଼ା ଯାଏ, କଣ୍ଟା କଣ୍ଟା ଉପରେ ଯୋଡ଼ା, ସେମିତି ଯୋଡ଼ା ହେଇଛି। ସେଇଟା ଏମିତି ଲଗଭଗ ଚାଲିଛି 1 ମିଟର ପର୍ଯ୍ୟନ୍ତ। ତାପରେ ସେ ଏମିତି ମୋ ମୁହଁରେ ନେଇକି, ମୁହଁ ବନ୍ଦ କରନ୍ତୁନି, କାରଣ ମୁହଁ ଭିତରେ ବ୍ଲେଡ ଅଛି, କିଛି କରନ୍ତୁନି, ଚୁପଚାପ ଶାନ୍ତ, ମୁଁ ବାହାର କରୁଛି, ବାହାର କରିଦେଲେ। ପ୍ରଶ୍ନ ହବ, ଇଏ ବ୍ଲେଡ ଆସିଲା କୋଉଠୁ? ପରେ ମୁଁ ପଚାରିଲି, ଆପଣ ରସଗୋଲା ମୁଁ ଆପଣ କିଣିଛନ୍ତି, ଆଣିଛନ୍ତି, ମୁଁ ଦେଖିଲି, ବ୍ଲେଡ ବି ଆପଣ ରେଡି କରିଥିଲେ କି? କହିଲେ ନା। ତାହେଲେ ବ୍ଲେଡଟା ଆସିଲା କୋଉଠୁ? ମାୟା, ବ୍ଲେଡ ନଥିଲା। ତଥାପି ମୁଁ ତ ଅନୁଭବ କରୁଛି, ମୋ ପାଟିରୁ ବାହାରୁଛି, ବିଶ୍ୱରୂପରୁ ଯେମିତି ବାହାରୁଛି ଅଗ୍ନି ଆଦି ଭଗବାନଙ୍କର। କହିଲେ ଇଏ ମାୟା। ଗୁରୁଜୀ ବତଉଛନ୍ତି ନା, ସେ କହିଲେ ବିବେକ ଚୂଡ଼ାମଣି ଚାଲିଥିଲା, ଅନ୍ୟାନ୍ୟ ଗ୍ରନ୍ଥ, ବିବେକ ଚୂଡ଼ାମଣି ସରିଯାଇଥିଲା, ଆଉ ଗୋଟେ କଣ ଗ୍ରନ୍ଥ, ମାୟା। ଦେଖନ୍ତୁ ଜିନିଷଟା ନାହିଁ କିନ୍ତୁ ଦେଖାଯାଉଛି, ୟାକୁ ତ କହନ୍ତି ଯାଦୁଗରୀ। କବୁତର, ପାରାଟା ନାହିଁ କିନ୍ତୁ ଦେଖାଯାଉଛି, ଫୁଲ ନାହିଁ କିନ୍ତୁ ଦେଖାଯାଉଛି, ଜନ୍ତା ଭିତରେ ଗୋଟେ ଝିଅଟାକୁ ପକାଇଦେବେ ଏବଂ ତାକୁ ମାରୁଥିବେ, ତା ମୁଣ୍ଡ ଅଲଗା, ଗଣ୍ଡି ଅଲଗା, କିନ୍ତୁ ତା ହେଇନି ଅରିଜିନାଲି। ତାକୁ ପଚାରିବେ ତୁ ମରିଥିଲୁ କି? ନା। ତୋ ମୁଣ୍ଡ ଅଲଗା ହେଇଥିଲା କି? କିଛି ନାହିଁ। କଣ ଫେର ହେଇଥିଲା? ଚୁପଚାପ ମୁଁ ଶୋଇଥିଲି। ଖଣ୍ଡା ଖଣ୍ଡା ଜାଗା ତମକୁ ଲାଗିଥିଲା କି? ନା। ସବୁଥିରେ ନା, କିନ୍ତୁ ହେଇଛି, ଆମେ ଦେଖିଛୁ। ସେ ଯାଇକିରି ପୁରୁଷ ଲୋକଙ୍କୁ କରିଥିବ, ଉପରେ ଯାଇକି ଚଢ଼େଇ ଦେଇଥିବ, ପରେ ସିଏ ସେଇଠୁ ପାଟି କରୁଥିବ। ଏଇଟା ମୋର ଗାଁରେ ମନେ ଅଛି, ମୁଁ ଦେଖିଛି, ଆମ ସାହିରେ ଥିଲା, ଗଛ ଉପରେ ଯାଇକି ଚଢ଼ିଥିଲା ସେ, ପିଲାବେଳର କଥା। 76ର, ସେ ଏତେ ସବୁ ମନେ ଅଛି ଆପଣଙ୍କୁ? ହଁ, ପିଲାବେଳେ 76 ବେଳକୁ। ଭାବନ୍ତୁ, କଣ ଇଏ ମାୟା, ଦେଖାଯାଉନଥିବ କିନ୍ତୁ, ଦେଖାଯାଉଥିବ କିନ୍ତୁ ନଥିବ ଅସ୍ତିତ୍ୱ। ବ୍ୟବହାରିକ ସତ୍ତା, ଦେଖା ନାହିଁ, ପ୍ରାତିଭାସିକ ଦେଖାଯାଉଛି, ବ୍ୟବହାରିକ ସତ୍ତା। ତେଣୁ ଏ ମାୟାର ସ୍ୱରୂପ ଜଗତରେ, ଯେମିତି ଜଗତର ମାୟା ବିଷୟରେ କଣ କୁହାଯାଉଛି? ଯାଦୁଘର, ଇନ୍ଦ୍ରଜାଲ। ସେମିତି ମାୟାକୁ ବିଚାର କର ନା। ହୁଁ, ଲୋକ ପ୍ରସିଦ୍ଧର ଯୋଉ ମାୟାର ନିରୂପଣ କର, ଲୋକ ପ୍ରସିଦ୍ଧର ଯୋଉ ମାୟାର ସ୍ୱରୂପ ଅଛି, ତାକୁ ଅନୁଭବ କର। 142 ଦେଖିବା, 41 ହେଇଗଲା ଲୋକ ପ୍ରସିଦ୍ଧ, ବର୍ତ୍ତମାନ 142। ଆଚ୍ଛା, କଣ ଲକ୍ଷଣ ଦେଖ, ବିଚାର କର ମାୟାର ଲକ୍ଷଣ। ସ୍ପଷ୍ଟଂ ଭାତି ଜଗଚ୍ଛେଦମ୍, स्पष्टं भाति जगच्चेदम् अशक्यं न निरूपणम्।
अशक्यं तन्निरूपणम् मायामयं जगत्तस्मात् मायामयं जगत्तस्मात् ईक्षस्व पक्षपाततः। इक्षसा पक्षपाततः। देखो ये जो जगत तो बर्तमान माया रही तो ये कार्य ना, कार्यानुमेय मायर ही ये जगत ତିଆରି ହେଇଛି। ଦେଖ କାରଣକୁ ଆମେ ଦେଖିପାରୁନୁ ମାୟାକୁ, କିନ୍ତୁ ମାୟାରୁ ଯୋଉ ଜଗତଟା ତିଆରି ହେଇଛି ତାକୁ ଦେଖୁଛୁ। ଭାସିତ ହଉଛି କି ନାହିଁ? ଭାସିତ ହଉଛି। ଅଗ୍ନି, ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ ପଞ୍ଚ ମହାଭୂତକୁ ଦେଖୁଛୁ, ସେଇଠୁ ଉତ୍ପନ୍ନ ବିଷୟକୁ ଦେଖୁଛୁ। ଇଦମ୍ ଜଗତ୍ ସ୍ପଷ୍ଟମ୍ ଭାତି, କିନ୍ତୁ ଆକୁ ନିରୂପଣ କରିବାଟା କଠିନ। ମ୍ୟାକ୍ସିମମ୍ କହିଦବ ହଁ ଇନ୍ଦ୍ରିୟ ଇନ୍ଦ୍ରିୟାರ್ಥେଷୁ ବର୍ତ୍ତନ୍ତେ। କିନ୍ତୁ ଇନ୍ଦ୍ରିୟ ନାହିଁ, ବିଷୟ ବି ନାହିଁ, କିଛି ବି ନାହିଁ। ଗୀତାରେ 15 ଚାପ୍ଟର କହୁଛ न ଅନ୍ତଃ न रूपमस्य आदि तथोपलभ्यते न प्रतिष्ठा। ଏଥିପାଇଁ ଜଗତକୁ ମାଇକ କହନ୍ତି। ମାଇକ ମାନେ ମାୟାରୁ ଉତ୍ପନ୍ନ। ମାଇକ ମାନେ ଇଏ ବାଲା ମାଇକ ନୁହଁ, MIKE ନେ, ମାୟାରୁ ଉତ୍ପନ୍ନ, ଏଣୁ ମାଇକ। ସତ୍ୱଗୁଣ, ରଜଗୁଣ, ତମଗୁଣ, ମାୟାର ପ୍ରକୃତିର 3ଟି ଗୁଣ ଅଛି। ତମକୁ ବିଚାର କରିବ, ଯେତେବେଳେ ଡିସେକ୍ସନ କରିବ, ପକ୍ଷପାତ ରହିତ ହବ। ତସ୍ମାତ୍ ଜଗତଃ ଅପକ୍ଷପାତତଃ। ଅପକ୍ଷପାତ, କୌଣସି ପକ୍ଷ ଧରିବା ଦରକାର ନାହିଁ। ତମେ ଜଗତକୁ ସତ୍ ମାନୁଛ, ଇଏ ବି ତମର ପକ୍ଷ ନାଇଁ। ଆପଣ ବି ତ ମାନୁଛନ୍ତି ଜଗତକୁ ଅନିର୍ବାଚନୀୟ। ନା, ଏ ତାର ମାୟାର ସ୍ୱରୂପ ଏୟା। ଆମେ କିଛି ମାନିବା ଉପରେ ଆମର ନାହିଁ। ଆମେ ତ ଅଲ୍ଟିମେଟଲି ମାୟାକୁ ବିଦାୟ କରୁଛୁ, ପରିହାର କରୁଛୁ। ତମେ କରୁନ ନା, ତମେ କହୁଛ ନାଇଁ ମାୟା ରହିବ। ଆମେ ତ ମାୟାକୁ ଦୂରକୁ କରୁଛୁ। ତମେ କହୁଛ ଆମ କୋଳରେ ସାପ ରହିବ, ଆମେ ଆମ କୋଳରେ ସାପ ଦରକାର ନାହିଁ। ଆମ ଡ୍ରେସ୍ ଯଦି ମଇଳା ଅଛି, ଆମେ ସଫା କରିବା ପାଇଁ ଚାହିଁବୁ, ପରିହାର କରିବା ପାଇଁ ଚାହିଁବୁ। तस्मात इच्छा से देखो भलो है, विचार करो जगत विषय। ये जगत, ये संसार माया उत्पन्न है। माया नहीं है जगत में। ବର୍ତ୍ତମାନ 43 ଏ ଜଗତର ନିରୂପଣ କରି ହବନି। ନାଇଁ, ଆପଣ ସାଂଖ୍ୟ ଦର୍ଶନରେ ପ୍ରକୃତିର ବର୍ଣ୍ଣନ, ସୃଷ୍ଟି ବର୍ଣ୍ଣନ ଅଛି। ଏ ଅଛି କେବଳ ବୁଝିବା ପାଇଁ। ଯେମିତି ମୁଁ ବାରମ୍ବାର କହେ, ଗୁରୁଦେବ ମଧ୍ୟ କାହାଣୀ କହନ୍ତି। ବର୍ଷା ଫିଜିକ୍ସର ଟପିକ, ସାଇକେଲ ଅଫ ରେନ୍। ସୂର୍ଯ୍ୟର କିରଣ ପଡ଼େ, ପାଣି ଆଦି ସମୁଦ୍ରରେ ଶୁଖିଯାଏ। ନିଗୃହ୍ଣାମି ଉତ୍ସୃଜାମି ଚ, ଗୀତାରେ ବି ଭଗବାନ କହୁଛନ୍ତି। ବର୍ତ୍ତମାନ ଫିଜିକ୍ସ ଦୃଷ୍ଟିରୁ ଦେଖିବା, ସୂର୍ଯ୍ୟ କିରଣ ଉପରକୁ ଯାଏ, ନେଇକି ଯାଏ, ରଖେ। ସେ ରଖେ, ତାର ନାଁ ହେଇଯାଏ ମେଘ, ବାଦଲ। ଦେନ୍ ପାଣି ଯୋଉଟାରେ ଥିବ, ସେ ରଖିଥିବ, ପବନ ଯୋଗୁ ଉଡ଼ିଯିବ। ଏଟାକୁ ନେଇକି ଅର୍ଜୁନ ପ୍ରଶ୍ନ ବି ପଚାରୁଛନ୍ତି, ମୋ ମନଟା ଚଞ୍ଚଳ ହଉଛି, ଏମିତି ମନୁଷ୍ୟ କର୍ମ କରିଥିବ, ଦେଖିଲା ମରିଯାଇଥିବ।
କଚ୍ଛିନ୍ନ ଭୟ ବିଭ୍ରଷ୍ଟ ଛିନ୍ନ ଭ୍ରମିବ ନଶ୍ୟତି। ଯେମିତି ମେଘ ଥିବ ବର୍ଷା ହେବା ପାଇଁ ପାଣି ଅଛି, କିନ୍ତୁ ହାୱାର ଝୁଙ୍କା ଆସିଲା ପବନ ନେଇଗଲା, ସିଏ ଏଇଠି ନ ପଡ଼ିବ ଅନ୍ୟଠି ପଡ଼ିଗଲା। କେବେ କେମିତି ଅନ୍ୟର ବାଦଲ ଆମ ପାଖକୁ ବି ଆସେ, ଆମେ ଭାବିନଥିବା ବର୍ଷା ହବ, ବର୍ଷା ହେଇଯାଏ। ତେଣୁ ଏ ଜଗତ କିଛି ନୁହଁ, ନଥିଙ୍ଗ, ଜଗତର ଅସ୍ତିତ୍ୱ ନାହିଁ। କିନ୍ତୁ ଏଇ ସବୁ ଯୋଉ ସାଂଖ୍ୟ ଦର୍ଶନ ବେଦାନ୍ତ ବି ମାନୁଛନ୍ତି, ବ୍ରହ୍ମ, ତାପରେ ପ୍ରକୃତି, ହିରଣ୍ୟ ଗର୍ଭରୁ ମହାତତ୍ଵ, ମହାତତ୍ଵରୁ ତିନିଟା ଅହଙ୍କାର, ସାତ୍ଵିକ ଅହଙ୍କାରକୁ ବୈକାରିକ ଅହଙ୍କାର କୁହାଯାଏ, ରାଜସିକ ଅହଙ୍କାରକୁ ତୈଜସ ଅହଙ୍କାର କୁହାଯାଏ, ତାମସିକ ଅହଙ୍କାରକୁ ତାମସିକ ଅହଙ୍କାର, ସାତ୍ଵିକ ଅହଙ୍କାରରୁ ଦେବତା ଏବଂ ଚତୁଷ୍ଟୟ अंतःकरण। वैकारिक है ना। तापरे राजसिक अहंकार तेजस रो पंच ज्ञानेन्द्रिय, पंच कर्मेंद्रिय एवं पंच प्राण। तामसिक अहंकार पंच तन्मात्रा, पंच विषय, सूक्ष्म पंच महाभूत। तापर सृष्टि, आकाश वायु अग्नि जल पृथ्वी, पंचीकरण। तापरे मान सब मिसिले कॉम्बिनेशन हे गले, आकाश वायु अग्नि जल पृथ्वी रु सब सृष्टि हे गला। इथे सब कुहाई जी कहते ब्रह्म दृष्टि सब मिथ्या। कारण आम बुझा पड़ो, आम सब देखुचु गोटे कनसेप्ट देले, एक्स देले, तापर सरीगला, एक्सटा हटिगला। कहानी कहे फिजिक्स टीचर प्रोफेसर अंडर रे डॉक्टरेट पाउछने, साइकिल ऑफ रेन रो स्पेशलिस्ट बढ़िया बुझाऊँ। संध्या हला, वर्षा हो, पकोड़ी टे करने कहे मिसेस को, ये छुआटा जो 3-4 वर्ष छुआ अच्छे ना, से कौन है कि कांदिलानी। देन मिस्टर कहले देखो छुआ को धर तो मुन्ना को, मुन्ना कि कांदुची, वर्षा हो, मुन्ना कहला डैडी ये बारिश कैसी होती है। अब अच्छा बैठो बैठो बैठो, सामने बैठो। अब ये प्रोफेसर लोग तो बड़ा कंट्रोल करके था, पु मैंने सब डरते बापा को, एमतिया बापा को। अब ये कहले देख बेटा, ये जो सूर्य अच्छे, सूर्यर किरण द्वारा बाष्प हो जाउछि, से जो पानी तो देखुछु जल बिंदु सेटा बाष्प हो जाउछि, बाष्प ऊपर को जीव, बाष्प ऊपर जाकि जो रहियो तार ना होछि मेघ बादल। जो मेघ बादल डेनसिटी होकर फिर पानी बसाउछि, फिर पानी आसुछि, बाष्प होछि, दिस साइकिल ऑफ रेन। पूरा निद आसलानी से बुझीपर हाउ 3-4 वर्ष छुआ सी केमती बुझे ये सब जिन कांदी कांदी गला। मो बापा बुझी पारना तमें कह। देन कोल धरले, गोटे कोल देन छणा हो पकोड़ी आदि। कहले बेटा ये जो आमर जमी हाथी मझे मझे आसूची ना ना, तो हाथीर सुंड देखीचु। इंद्र हूँ स्वर्गर राजा। अब ये कहानी एवरीबॉडी लाइक्स, कहानी बहुत भल लगे समस्त। ये हूँ आमर हिंदू धर्म विशेषता। एणु पंचतंत्र कहानी, अनेक कहानी, महाभारत आदि। पार्लियामेंट रे गोटे कहानी महाभारत बेला से एम गोटे सुजोग अच्छी। मोदी गोटे कौन कहले महाभारत गोटे कहानी, सेटा को नहीं चलले जमती मैंने महाभारत पढ़ी। मूर्ख जाक सब बहुत अच्छा मैंने
ଆରେ ମହାଭାରତ କାହାଣୀ, ତା ଭିତରେ ଜ୍ଞାନ ତ ଅଛି, କିନ୍ତୁ ସେ କୋଉ ଗୋଟେ ପଏଣ୍ଟରୁ କହିଲେ ଏବେ ଛୁଆ ମାନେ, ଛୁଆ ପାଇଁ ମା କାହାଣୀ ହିଁ କହୁଛି ନା। ଏବେ ଯୋଉ କାହାଣୀଟା ମୁଁ କହୁଛନ୍ତି କଣ ନା, ଯେତେବେଳେ ବର୍ଷା ହେବା ପାଇଁ ଜାଣୁଛି ଇନ୍ଦ୍ର, ସିଏ ତ ଦେବତା, ହଁ, ତ ତା ପାଖରେ ଗୋଟେ ସୁନ୍ଦର ତାଲାବ ଅଛି। ଆମ ଗାଁରେ ଯେମିତି ତାଲାବ ଅଛି, ସେ ମା ବୁଝେଇବନି ତାକୁ। ସେମିତି ଏ ହାତୀକୁ ସେ ଆଦେଶ ଦିଏ। ତାଙ୍କ ପାଖରେ ଗୋଟେ ହାତୀ ଅଛି, ଐରାବତ ହାତୀ। ପିଲା ବର୍ତ୍ତମାନ ନିଦ ଭାଙ୍ଗିଗଲାଣି, ଆଉ ଏ ଗରମ ଗରମ ପକୋଡ଼ି ବି ତାକୁ ଦେଲେଣି, ପୁଅ ଖାଉଛି ବଢିଆରେ, ଏନ୍ଜୟ, କାହାଣୀ ବି ଶୁଣୁଛି। ଏଣ୍ଡ ଦେନ୍ ହାତୀକୁ ଯେତେବେଳେ ଆଦେଶ ଦେବେ, ହାତୀ କଣ କରିବ, ସେ ତାଙ୍କର ଯୋଉ ସରୋବର ଅଛି, ତାଲାବ ଅଛି ବେଟା, ଆନନ୍ଦ ବନ, ସେଇଠୁ ପାଣି ଆଣିକି ଯେତେବେଳେ ହୋସ୍ ପାଇପ୍ ଭଳିଆ ଛାଡ଼ିବ, ତା ହଉଛି ବର୍ଷା। ଏମିତି ସେ କରିବ, ସେ ଯୋଉ ଯୋଉ ଜାଗାରେ ଯେତିକି ଦରକାର। ଆ ଖୁସି ହେଇଗଲା, ସେ ଆହୁରି ପକୋଡ଼ି ଖାଇଲା। ଦେନ୍ ପତ୍ନୀ ପକୋଡ଼ିକୁ ଦେଲେ, ଇଏ କଲେ କଣ, ଏମିତି ଖାଇକି ସେ ଶୋଇପଡ଼ିଲା। ବର୍ଷା ହେଇଗଲା ବହୁତ ଲମ୍ବା, ସନ୍ଧ୍ୟା ବି ହେଇଗଲାଣି, ଶୋଇପଡ଼ିଲା। ହେଲା, କାହାଣୀଟା ତ ମନେ ଅଛି ତାର, ବଢିଆ, ହି ଲାଇକ୍ସ ଦିସ୍ ଷ୍ଟୋରି। ଏବେ ଯେତେବେଳେ ସିଏ ନିଜେ ଫିଜିକ୍ସ ପଢିଲା, ବାପାକୁ ଦେଖିଲା, ସେଥିପାଇଁ ନା ଡକ୍ଟରର ପୁଅ ଡକ୍ଟର, ଇଞ୍ଜିନିୟର ପୁଅ ଇଞ୍ଜିନିୟର, ପ୍ରଫେସରର ପୁଅ ପ୍ରଫେସର, ପ୍ରାୟ ଏଥିପାଇଁ ହୁଅନ୍ତି, କାରଣ ବାପାଙ୍କୁ ଦେଖନ୍ତି କି ବାପା ଏମିତି କରନ୍ତି, ବାପା ୟା, ତେଣୁ ପୁଅ ବି ଇଚ୍ଛା କରେ। ସିଏ ବି ଫିଜିକ୍ସ ପଢିଲା। ଯେତେବେଳେ ସିଏ ଫିଜିକ୍ସ ପଢିଲା, ସିଏ ଜାଣିଲା ଆଉ ସାଇକେଲ ଅଫ ରେନ୍ କଣ କାହାକୁ କହନ୍ତି। ଏ କଥାଟା ବାପା କହିଥିଲେ ମତେ ପିଲାବେଳେ, କିନ୍ତୁ ମୁଁ ବୁଝିପାରୁନଥିଲି। ମା ମତେ କାହାଣୀ କହିଥିଲେ। ସେତେବେଳେ ମୁଁ ଭାବୁଥିଲି ମମ୍ ଇଜ ରାଇଟ୍। ଆମେମାନେ, ଏ ପବିତ୍ର ମତେ ଗୋଟେ ପଠେଇଛନ୍ତି, ଅପ୍ ଟୁ 6th କ୍ଲାସ୍ ବା ହଉ ହଉ ଆମେ ଭାବୁଛୁ ମାଇ ଡ୍ୟାଡ୍ ଇଜ ରାଇଟ୍ ଆଣ୍ଡ ମାଇ ଡ୍ୟାଡ୍ ନୋସ୍ ଏଭରିଥିଙ୍ଗ। ଯେତେବେଳେ ମୁଁ ବଢି ଯାଉଛି, ସେତେବେଳେ ମାଇ ଡ୍ୟାଡ୍ ଡଜଣ୍ଟ ନୋ, ମୁଁ ହିଁ ଜାଣିଛି। ଏ ଜଗତ ବିଷୟରେ ମନୁଷ୍ୟ ଜାଣିପାରୁନି, ଏସବୁ ଧାରଣା ଥା। ସେ ଯାହା ହଉ, ସିଏ ଛୁଆଟା ଯେ ବର୍ତ୍ତମାନ ସିଏ ମନେ ମନେ ହସେ କାହାଣୀଟାକୁ ଶୁଣିକି। नो ହାତୀ, नो ଜଳ, नो ଇନ୍ଦ୍ର, ନଥିଙ୍ଗ, ଏ କାହାଣୀ ମାତ୍ର। ରିଏଲି ସାଇକେଲ ଅଫ ରେନ୍ ଇଜ ସାଇନ୍ସ। ସେମିତି ଋଷିମାନେ ଆମମାନଙ୍କୁ ସୃଷ୍ଟି ବିଷୟରେ କହିଲେ, ପ୍ରକୃତି ଇଏ ଗୋଟେ ହାତୀ ଭଳିଆ। ସତରେ ବର୍ଷା ସହିତ ହାତୀର କୌଣସି କନେକ୍ସନ ନାହିଁ। ବର୍ଷା ସହିତ କୌଣ ତାଲାବର କନେକ୍ସନ ନାହିଁ, ଇନ୍ଦ୍ରର କନେକ୍ସନ ନାହିଁ, କୌଣସି ଆଦେଶ ନାହିଁ, ନଥିଙ୍ଗ। ସିଏ ତାର ପ୍ରକୃତିର ଗୋଟେ କସ୍ମସ୍ ସିଏ। କିନ୍ତୁ ଏଇ କାହାଣୀଟା ବି ଆବଶ୍ୟକ, ତେବେ ଯାଇକି ଆମ ମନର ଶାନ୍ତ ଜିଜ୍ଞାସା ଶାନ୍ତ ହବ। ମାଙ୍କଠୁ ଆମେ ଶୁଣିବା ଦରକାର। ସେଥିପାଇଁ ମହାଭାରତ ରାମାୟଣ କାହାଣୀ ଇଏ ଆବଶ୍ୟକ, ଯାହାଦ୍ୱାରା ଆମେ ଅନୁଭବ କରିବା। ଏମିତି ଗୋଟେ ବ୍ୟକ୍ତି ଥାଇପାରନ୍ତି ଯାହାକୁ ରାମ କହନ୍ତି, ଯାହା ପାଖରେ ଏତେ ଗୁଣ ଅଛି, କାହାଣୀ କିନ୍ତୁ ପରେ ଅନୁଭବ ହବ, ବାସ୍ ତାଙ୍କ ଭିତରେ ଯେମିତି ଗୁଣ ଥିଲା, ଆମ ଭିତରେ ମଧ୍ୟ ସେମିତି ଗୁଣ ହେବା ଉଚିତ, ଠିକ ନା? ସେମିତି ଏ ଯୋଉ ସୃଷ୍ଟି କହୁଛନ୍ତି ନା, କି ବ୍ରହ୍ମ ପାଖରେ ଗୋଟେ ମାୟା ଅଛି, ଅନିର୍ବାଚନୀୟ ଶକ୍ତି ଅଛି, ଦେନ୍ ସେ ନିଜେ ହେଇଯାଉଛି ଈଶ୍ୱର, ଦେନ୍ ଈଶ୍ୱର ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଏସବୁ କାହାଣୀ ବେଦାନ୍ତ ଦ୍ୱାରା। ସତରେ ଯେମିତି ଏ ହାତୀ, ପାଣି, ତାଲାବ କାହାଣୀ, ସେମିତି ଏ ବ୍ରହ୍ମା ବିଷ୍ଣୁ ମହେଶ୍ୱର କାହାଣୀ। ଏହା ତ ଲାଗୁନି କାରଣ ଆମେ ସତ୍ୟ ବୋଲି ଭାବି ନେଇଛୁ। ସତରେ ମାୟା, ବ୍ରହ୍ମା ବିଷ୍ଣୁ ମହେଶ୍ୱର ମାୟା ମାତ୍ର। ଆପଣ କେମିତି କହୁଛନ୍ତି ବ୍ରହ୍ମା ବିଷ୍ଣୁ ମହେଶ୍ୱର ମାୟା? ଆମେ ଦେବତା ବୋଲି କହୁଛୁ, ଗଡ ବୋଲି କହୁଛୁ। GOD, G ଇଜ ଇକ୍ୱାଲ ଟୁ ଜେନେରେଟର ବ୍ରହ୍ମା, O ଇଜ ଇକ୍ୱାଲ ଟୁ ଅପରେଟର ବିଷ୍ଣୁ, D ଇଜ ଇକ୍ୱାଲ ଟୁ ଡିଷ୍ଟ୍ରୟର ଶଙ୍କର।
ସେଥିପାଇଁ ଆମେ ତିନିଟା ଯାକ ମିଶେଇ ଦେଲେ ଜିଓଡି କହୁଛୁ। ଆପଣ କେମିତି କହିବେ ଏମିତି? ଆମେ ମନ୍ଦିରକୁ ଯାଉଛୁ, ପ୍ରଣାମ କରୁଛୁ, ନିର୍ଗୁଣ ନିରାକାର ଦୃଷ୍ଟିରୁ ନା ବ୍ରହ୍ମା ନା ବିଷ୍ଣୁ ନା ମହେଶ୍ୱର ନଥିଙ୍ଗ। ଯେତେବେଳେ ନିର୍ଗୁଣ ନିରାକାରର ଚିନ୍ତନ ରହିବ ସେତେବେଳେ ଆଉ କିଛି ଆବଶ୍ୟକ ନାହିଁ। ମାୟା। ଏ ଜଗତଟା ଭାଷିତ ହଉଛି ନା ଏ ଜଗତଟା ଦେଖାଯାଉଛି? ଏ ଜଗତର କାର୍ଯ୍ୟ ଆକୁ ଇଏ ତିଆରି କେମିତି ହେଲା? ଦେନ୍ ଗୋଟେ ମେଥଡ, ସୃଷ୍ଟି ତତ୍ତ୍ୱ ମାୟା। ଆକୁ ନିରୂପଣ କରିବାଟା କଠିନ, ଏଣୁ ଜଗତ ମାଇକ। ଏ ଜଗତର ଅନିରୂପଣତା ହିଁ ବହିଛି। 143 ପଢିବା। ନିରୂପୟିତୁମାରବ୍ଧେ निरूपयितुमारब्धे निखिलैरपि पण्डितैः निखिलैरपि पण्डितैः अज्ञानं पुरतस्तेषाम् अज्ञानं पुरतस्तेषां भाति कक्षासु कासुचित् भाति कक्षासु कासुचित् निखिलैः पंडितैः। निखिलै माने सबु, निखिल अखिल, निखिल संसार अखिल संसार सब। निखिलैः पंडितैः समस्ते समस्त पंडित, ऑल पंडित, ऑल वाइज मैन, ऑल वाइज मैन निखिले पंडितैः द्वारा अपि निरूपयितुम् आरब्धे। ଯେତେବେଳେ ସେମାନେ ଜଗତ ବିଷୟରେ ବିଚାର କରନ୍ତେ ନା ନିରୂପଣ କରନ୍ତେ, ଦେନ୍ କିଛି ସମୟରେ ଯେତେବେଳେ କକ୍ଷା କକ୍ଷା ନମ୍ବର 1 2 3 ଏମିତି ଯାଆନ୍ତି ବିଚାର କରନ୍ତେ, ସେତେବେଳେ ଜାଣନ୍ତି ଆରେ ଖୋକଲା, ନଥିଙ୍ଗ, ଅଜ୍ଞାନ। ଅଜ୍ଞାନ ହିଁ ଭାଷିତ ହୁଏ, ମାୟା ହିଁ ଭାଷିତ ହୁଏ। ଆଉ 12ଟା ଦର୍ଶନ ଅଛି ନା, ବେଦକୁ ଯିଏ ସ୍ୱୀକାର କରୁଛନ୍ତି, ନ୍ୟାୟ ଦର୍ଶନ, ବୈଶେଷିକ ଦର୍ଶନ, ସାଂଖ୍ୟ ଦର୍ଶନ, ପତଞ୍ଜଳି ମାନେ योग दर्शन, पूर्व मीमांसा, उत्तर मीमांसा, फिर और 6टा चारवाक जैन, फिर बौद्ध धर्म और 4टी क्षणिक विज्ञानवाद, शून्यवाद, स्वतांत्रिक, वैभाषिक, ये 12टी ये वेद को स्वीकार करूना 6 जण। तो एमाने तो जगत को भल भाव विचार कर, जगत सत्य बोली कहते, जगत ठोस, जगत को नष्ट करी हबनी। सांख्य दर्शन पूरा जगतर कारण होची प्रकृति, प्रकृति को भी मानुची, किंतु बड़ा कन्फ्यूजन, से भी जगत विषय कही पारे कहीं ना कहीं अटकी जीवे, समस्ते सबू दर्शन अटकीबो। वेदांत भी अटकुची, वेदांत मध्य हैंड्स अप कर दोची, किंतु वेदांतर हैंड्स अप मध्य दूषण मध्य भूषण हो जाउची। कहते ये जो मु हैंड्स अप करुचे ना ये दूषण, किंतु आम पाई एटा भूषण। केमती बाबा? कारण माया को निरूपण करि परिबानी, ये माया को निरूपण न करि परिबा, एटा ही निरूपण। अच्छा विज्ञान दृष्टि मध्य विचार करिया, कहते देख टिके विचार करिया कौन उदाहरण देके बुझाउछन। 144 देहेन्द्रियादयो भावाः देहेन्द्रियादयो भावाः वीर्येणोत्पादिता कथम् वीर्येणोत्पादिता कथम् कथं वा तत्र चैतन्यम्
कथं वा तत्र चैतन्यम् इत्युक्ते ते किमुत्तरम्। इत्युक्ते ते किमुत्तरम्। अच्छा, अलग अलग दर्शन लोग सब विचार कर अणुवादी वैशेषिक न्याय, ये न्याय एंड वैशेषिक ये जो दर्शन ना, ये गोटिए तंत्र है, माने वन तंत्र, सिंगल, माने गोटिए मैनेजमेंट, गोटे तंत्र कहते प्रबंधन। प्राय दिजन जाक सब समान मानती आत्मा विषय। ये जगतरा केमती है ना, अणु परमाणु, परमाणु थाए फर्स्ट, स्मॉलेस्ट पार्टिकल, देन परमाणु मिसिबो, मिसिकी अणु हम, तापर जगतरा हो। सांख्य कहे ना ये अणु परमाणु रे मत जाओ, गोटे प्रकृति अच्छी, प्रकृति उत्पन्न हो। योग दर्शन में मानुचे प्रकृतिर तीन टा गुण, सत्वगुण, रजगुण, तमगुण, यू सृष्टि अच्छी। अच्छा, ये देहटा केमती आसला? वैज्ञानिक कह, आयुर्वेद आदि अन्य साइंस भी, रज एवं बीर्य, पतिर बीर्य एवं पत्नीर रज जो मिशुची, वीर्य जाक कहते, दीटा जाक। तेणु जगत आसला के वीर्य साइंस, मॉडर्न साइंस। अच्छा, ये मन बॉडी केमती है एमती रज भी। बॉडी जो शरीर टा जड़ कि नहीं, जड़। चार्वाक कौन कौची? ये चारोटी महाभूतर उत्पन्न हो जाउछि। आकाश नहीं, अब आकाश हूँ अलग, से सृष्टि रे आवश्यक नहीं। वायु, अग्नि, जल, पृथ्वी चार्टा जाक मिशीज। फिर चेतन कि ना नहीं केमती है? अरे बाबा, सिंपल एग्जांपल ना कौन, पान पत्र लालिमा नहीं, गुआरे लालिमा नहीं, चूନରେ लालिमा नहीं, तीन जाक मिसई दियो लालिमा आमती। ये वायु, अग्नि, जल, पृथ्वी मिसई देला पर चेतनता सृष्टि हो। ये जो मदर जो सेंट ना, मद, मद मान सरा केमती है? महुलर भी हो जानी बोधे, तालर गचर भी हो, चाउल मेनली हो, ईस्ट फॉर्मेशन हो। तो चाउल से गंधटा अच्छे कि नहीं? एप्पल जमी वाइन आदि सब तैयारी हो, एप्पल रे से वाइन अच्छी कि नहीं, कि सब मिसौଛନ୍ତି रहुची, देन होची सेटा को भी एग्जांपल दिया जाए। चार कमेंट दियंते जेमिति सेंट, जो बेड सेंट मदर जो नशा युक्त स्मेल आसे, सेटा केमती है? मिसिला पर खाली भातरू आसबनी, खाली महुलर आसबनी, मिसी जाउछि से। मिसे किसी दिन समय रखा पड़ो, देन हो जाउछि। सेमती चेतनता आसुछि। अच्छा, कथम बा तत्र चैतन्यम, पढ़ लेना, देहेन्द्रियादय भाव वीर्येण उत्पादित, उधर पढ़ दो ना 144। देहेन्द्रियादयो भावा देहेन्द्रियादो भावाः वीर्येणोत्पादिता कथम, वीर्येणोत्पादितः कथम्। कथम वा तत्र चैतन्यम, कथं वा तत्र चैतन्यम् इत्युक्ते ते किमुत्तरम्। इत्युक्ते ते किमुत्तरम्।
तुम्हारे पास कोई उत्तर है? तुम पाखरे कोई उत्तर अच्छी? केमती सब उत्पन्न हला? जगतर निरूपण तुम बहुत बढ़िया रे सत्यता पूर्वक कहूच। ये देहेन्द्रिय आदि केमती उत्पन्न हब को शक्ति रू एटम रू? अणु परमाणु रू बीर्ज रू? ये स्थूल सूक्ष्म कारण एटा मानुच कि नहीं? ना हम मानुच। अन्य दर्शन माने कहते ये हम मानुच। ये तो पंच ज्ञानेन्द्रिय पंच कर्मेन्द्रिय ये अंतःकरण प्राणादि केमती सब उत्पन्न हला? ऑटोमेटिक हब कि सब? इज देयर एनी ऑटोमेटिक सिस्टम? और रोबोट को आम ऑटोमेटिक कहू अरे किए जड़े तो खंजिकी रखिदेव। चाबी जमी दिज पार्लियामेंट कथा होनी कि अमेरिका वाला बा सोरोस ना कौन कौन सब कंपनी जिते चाबी देथिबे साम पेट्रोडा जड़े अच्छा सी सेपटे चाबी दौर भारत पाई एपटे सेमती ये पिन्नू कनाडा रे थिला सी चाबी देव देने सिख माने पंजाब खालिस्तान जमती चाबी दिया सेमती से सेमती कौन खेलना जमी चाबी दे तो खेलनाटा बुलुथब किए चाबी दौर एटा केमती उत्पन्न हम? ज्ञानोदय प्रथम कक्षा एटा प्रश्न ये सब आसिले केमती? सेकेंड स्टेज हूँ चेतनता आसला केमती? चार पाखे तो कहीदेला या एमाने भी से कहते चेतनता आसी जाऊँ। चेतन हूँ एम गुण आत्मार गुण हूँ चेतन। रियली आत्मा जड़ से मानुच ना कि चेतन तार गुण जो से मिसी जाऊँच गुणटा उत्पन्न हो जाऊँ इंद्रिय सहित मिशुची मन सहित मिशुची गुण हो जाऊँ। सेकेंड फर्स्ट हूँ ये सब आसिले केमती? सेकेंड हूँ चेतनता आसला कौट? अज्ञानम पुरस्तेषाम भाति कक्षासु कासु च। ए चेतन अचेतन केमती आसला? अचेतन सब मिसई देले चेतन हो जमती चारवाक कहते जदि विचार करी चलिबो अल्टीमेटली कौन पाइबो जानिच? अज्ञान किसी कारण न है। तुम्हारे पास कोई उत्तर? किसी भी उत्तर नहीं। तुम्हें किसी जानी पारिबानी। हाँ एमती कथा ना हाँ तुम आउर देखो विचार करो विचार करो 145 वीर्यस्येव स्वभावश्चेत् वीर्यस्य स स्वभावश्चेत् कथं तद्दिति कथं विदितत्वया कथं तद्विदितं त्वया अन्वय व्यतिरेको यो अन्वयव्यतिरेको यो भग्नौ तौ बन्ध्यवीर्यतः। भग्नौ तौ बन्ध्यवीर्यतः। जणे हाथ टेकिला कहला आपण जो हमको प्रश्न पचार सेटा ही ठीक कौन ये शरीर इंद्रिय मन बुद्धि ये सब जो सृष्टि हो वीर्य रू हो केमती है सृष्टि? स्वभाव ऑटोमेटिक स्वभाव रू हो वीर्यर स्वभाव एटम रो स्वभाव रू ये सब हो धीरे वेदांती पचार ये जगत तुम जानूच ना हो कैसे जाना केम जान लो तामाने जो जानिबा लोक अच्छा माने तू हूँ नोएर चेतनटा तो भीतर अच्छे तो एमाने सृष्टि हेले बोले तू जानिलु
ହୁଁ, ତୁ ଅଛୁ ତ ଏମାନଙ୍କୁ ଜାଣୁଛୁ, ତୁ ନାହୁଁ ତ ଏମାନଙ୍କୁ ଜାଣୁନୁ। ତ ଚେତନ ଅଛି, ଜଗତଟା ଅଛି। ଚେତନ ନାହିଁ ତ ଜଗତର ନାହିଁ। ହଁ, ଅନ୍ୱୟ ବ୍ୟତିରେକ କହନ୍ତି, ଅନ୍ୟ ବ୍ୟତିରେକ। ମୁଁ ଅଛି ତ ସିଏ ଅଛି। ଜାଗ୍ରତ ଅବସ୍ଥାରେ ଆମେ ଅଛୁ, ଜଗତ ଅଛି। ଜାଗ୍ରତ ଅବସ୍ଥାରେ ଆମେ, ସୁଷୁପ୍ତିରେ ଆମେ ନାହୁଁ, ଜଗତର ବି ନାହିଁ। ଅନ୍ୱୟ ବ୍ୟତିରେକ। ଠିକ। ତାହେଲେ ଏ ଯୋଉ ବୀର୍ଯ୍ୟ ସ୍ୱଭାବରୁ ହଉଛି, ହଁ, ତାହେଲେ ବନ୍ଧିଆ ସ୍ତ୍ରୀରେ କାହିଁ ହଉନି? କ୍ୱେଶ୍ଚିନ୍ ଆସିଲା। ଆଚ୍ଛା, ହଁ, କଣ ଆଚ୍ଛା କଣ ମତେ କଣ କହୁଛୁ ତୁ? ବର୍ତ୍ତମାନ ଆନ୍ସର ଦେ। ଯଦି ବୀର୍ଯ୍ୟର ସ୍ୱଭାବରେ ସବୁ ସୃଷ୍ଟି ହଉଛି, ତାହେଲେ ବନ୍ଧ୍ୟା ସ୍ତ୍ରୀର ପୁତ୍ର କାହିଁକି ହଉନି? ଅନୁର୍ବର ମାଟିରେ କାହିଁକି ଫସଲ ହଉନି? ତେଣୁ ବୀର୍ଯ୍ୟରୁ ସବୁ କିଛି ହବ ବୋଲି କିଛି ମାନେ ନାହିଁ। ଆକୁ ଗୋଟେ ସିଷ୍ଟମ ଥିବ ସୃଷ୍ଟିର। ଆଉ ତୁମେ ଯଦି କହିବ ନାଇଁ ନାଇଁ ମୁଁ ଜାଣିନି, ଯେ ଜାଣିନୁ, ତାହେଲେ ତତେ ମୁଁ କାଲି ବତେଇବି ଭଲ ଭାବେ। ତୁ ବେଦାନ୍ତି କିଛି କହିବେ ଆ ବିଷୟରେ। ଦେଖନ୍ତୁ ବିଚାର କରି କରିକି ସେ କେମିତି ଗଲେଣି, ମାୟାକୁ ବିଚାର କରିକି ସେ ଯାଉଛନ୍ତି। ଓକେ, ଟୁମରୋ। ଆଚ୍ଛା, ଆଜି କ୍ଲାସ୍ ଅଛି ଇଭିନିଂ।